ଯଦି ଜଣେ ବ୍ୟକ୍ତି ଖାସ କରି ଯଦି ଜଣେ ସେ କୌଣସି ଦଳର ବରିଷ୍ଠ ସଦସ୍ୟ ହୁଅନ୍ତୁ ବା ପଲିଟିକାଲ ଲୋକ ହୁଅନ୍ତୁ, ସେ ଯଦି ଦେଶର ସର୍ବୋତ୍ତମ ନ୍ୟାୟାଳୟର ଡିସିଜନକୁ ପାଳନ କରୁନାହାନ୍ତି ତାହେଲେ ସେ କ'ଣ ବାର୍ତ୍ତା ଦେଉଛନ୍ତି କି ଭାରତୀୟ ଜନତା ପାର୍ଟିର ବିଧାୟକମାନେ ଆଇନର ଊର୍ଦ୍ଧ୍ୱରେ। ଏଠି ବୈଧାନିକ ପ୍ରଶ୍ନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମୁଁ ପଚାରିବା ପାଇଁ ଚାହିଁବି ଯେ ଯିଏ ଗୃହମନ୍ତ୍ରୀ, ଆଇନ ସମସ୍ତଙ୍କ ପାଇଁ ସମାନ ଓଡ଼ିଶାରେ, ନା ଭାରତୀୟ ଜନତା ପାର୍ଟିର ସଦସ୍ୟମାନଙ୍କର, ମନ୍ତ୍ରୀ ବିଧାୟକମାନଙ୍କର ଏବଂ ତାଙ୍କ କର୍ମକର୍ତ୍ତା ଏବଂ ଆମର ସର୍ବୋତ୍ତମ ପ୍ରଥମ ନାଗରିକ ରାଜ୍ୟର ରାଜ୍ୟପାଳଙ୍କ ପୁଅ ୟାଦରୁ ଊର୍ଦ୍ଧ୍ୱରେ? ଏ ପ୍ରଶ୍ନର ଉତ୍ତର ସିଧାସଳଖ ମାନ୍ୟବର ମୁଖ୍ୟମନ୍ତ୍ରୀ ଯିଏ ଗୃହ ବିଭାଗର ଦାୟିତ୍ୱରେ ଅଛନ୍ତି ସେ ତାଙ୍କୁ ରଖିବା ଉଚିତ ଏବଂ ଓଡ଼ିଶାବାସୀଙ୍କୁ ଏବଂ ପୁଲିସ ବିଭାଗକୁ ଖାସ କରି ଏଇଟା ସ୍ପଷ୍ଟ ଗୋଟେ ଡାଇରେକ୍ସନ ଯିବା ଉଚିତ ଏବଂ ତାଙ୍କ ମନ୍ତବ୍ୟ ଆଧାରରେ ଏକାନ୍ତ ଆବଶ୍ୟକ ଏଇଥିପାଇଁ